ମାଣିକଜୁଲୁ ତୁରୁଡ଼ିଆ। ଏକାଦଶୀ ହେଉଛି ଦେବୀ। ଏକାଦଶୀ ମଣିଷ ଜୀବନରେ କରିବା ଲକ୍ଷ୍ୟ କ'ଣ? ଏକାଦଶୀ କରିବା ଦ୍ୱାରା ଯମ ଯନ୍ତ୍ରଣା ନର୍କ ଯନ୍ତ୍ରଣାରେ ପାର ପାଇବା ପାଇଁ ଇଏ ହେଉଛି ମାର୍ଗ। ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଯମପୁରୀକି ଯାଇ ବୁଲିବା ପାଇଁ ଯାଇଥିଲେ, ଦେଖିଲେ ଜୀବମାନେ ସବୁ ନର୍କର ବିଭିନ୍ନ ପ୍ରକାର ଯନ୍ତ୍ରଣା ପାଉଛନ୍ତି। ସେ ବସି ସେଠି କାନ୍ଦି ପକାଇଲେ। କ'ଣ କଲେ ଏଇ ନର୍କ କୁଣ୍ଡରୁ ମଣିଷ ଉଦ୍ଧାର ହେବା ପାଇଁ କଳିଯୁଗରେ? ସେ କହିଲେ ଏକାଦଶୀ ଗୋଟେ ଯିଏ କରିବ ନିଶ୍ଚିତ ମୁକ୍ତି ପାଇଯିବ। ତେଣୁ ମଣିଷ ଜୀବନର ଲକ୍ଷ୍ୟ କେବଳ କୃଷ୍ଣଙ୍କୁ ହିଁ ପୂଜା କରି ଅନ୍ୟ ଦେବାଦେବୀ ପୂଜା ନ କରିବା ଉଚିତ। କୃଷ୍ଣ ହିଁ ସବୁ ମୂଳ କାରଣ। ତାକୁ ବ୍ରହ୍ମ ସଂହିତାରେ ବ୍ରହ୍ମ ଲେଖିଛନ୍ତି, ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦି ଆଦିଗୋବିନ୍ଦ ସର୍ବ କାରଣ କାରଣ। ତେଣୁ ମଣିଷ ବହୁ ଜନ୍ମ ସାଧନା କଲାପରେ, ତପ ସାଧନା କଲାପରେ ମଣିଷ ଦେହ ଶରୀର ପାଇଥାଏ। ତେଣୁ ଏ ମଣିଷ ଶରୀର ପାଇଲା ପରେ ଯଦି ଆମେ ଭଗବାନ ଶ୍ରୀକୃଷ୍ଣକୁ ଯଦି ଆମେ ନ ଡାକିବା, ନ ଜଣେଇବା, ତାହେଲେ 84 ଲକ୍ଷ ଜୁନି ଅନ୍ୟ ଦେବାଦେବୀକୁ ଧରିଲେ 84 ଲକ୍ଷ ଜୁନି ପୁଣି ବୁଲିବାକୁ ପଡ଼ିବ। 84 ଲକ୍ଷ ଜୁନି ବୁଲିଲା ପରେ ପୁଣି ମଣିଷ ଶରୀର ପାଇବ। ବାରମ୍ବାର ଏ ମଣିଷ ଶରୀର ପାଇବ ଯିବ, ତାପରେ ଲାଭ କିଛି ହେବ ନାହିଁ। ତେଣୁ ଭଗବାନ ଶ୍ରୀକୃଷ୍ଣକୁ ଏ ମୂଳଧାରା କରି ତାଙ୍କୁ ଡାକିଲେ ଜୀବନର ସାର୍ଥକ ହେବ, ଆଉ ନିଶ୍ଚିତ ଗୋଲକ ଧାମର ଅଧିକାରୀ ହେବ।